आत्मा शरीर भितर खेल करुचे समस्त शरीर अंग प्रत्यंग नहीं जार जहाँ कर्तव्य करने कथा से कर्तव्य करुचे कि सी हूँ अदृश्य दृश्यमान नुहे दृश्यमान जगत दरकार दृश्यमान जगत हूँ आम ध्यान धारणा जप नियम आसन प्रत्याहार प्राणायाम समाधि समाधि अवस्था आम बाह्य ज्ञान शून्य हो जाए बाह्य ज्ञान शून्य होने आम एक अनुभव कर यही अनुभव शक्ति ये देह तत्व मन ऋषि मैंने सुधा भी योगी मनुष्य अच्छा गुप्त भाव से कर सब आत्मार चतुर्पाशा घेरिक रही परिषद 5 मन प्रतिष्ठा प्रकृति 5 मन प्रतिष्ठा प्रकृति तार चतुर्पाशा घेरिक रही 5 मन प्रतिष्ठा प्रकृति सब से सजाग नहीं रही था आत्मा को से निदर्शन दिखती नहीं जे भांगी जीव से निदर्शन पाइपर अनुभव कर जापर लिखि अच्युत गुप्त ब्रह्म अच्युत्य जहाँ चुत्य नहीं शरीर आत्मा ब्रह्म बुझे अच्युत्य अच्युत्य गुप्त देह भर गुप्त ब्रह्मांड गुप्त ब्रह्मांड बाहर देखा जाऊना देह तथा देखा जाऊना किंतु आम सब गुड़ाक प्रत्येक भाव जिते शरीर भीतर अच्छी से भाव भाई सब निजे आम अनुभव कर गुप्त ब्रह्म संगति नहीं चल जाए ये समस्त देह भीतर समस्ते परस्पर परस्पर
ଏ ସମ୍ପତ୍ତି ନେଇକି ଚଳୁଛନ୍ତି। ଯେମିତି ଆମେ ବ୍ରହ୍ମାଣ୍ଡ ପଥରେ ମିଶି ଚଳୁଛେ, ଏ ସମ୍ପ୍ରଦାୟ ଭାବରେ ଚଳୁଛେ, ସେଇଭଳି ମଧ୍ୟ ଶରୀର ଭିତରେ ସେ ଭାଇ ଭାଇ ରହିଛନ୍ତି। କ୍ଷିତି ଜ୍ୟୋତି ଆଶ୍ରମ, କ୍ଷିତି ଅର୍ଥ ପୋଥି, ଦେହ କ୍ଷିତି ମଧ୍ୟ ସେଇ ଶରୀର ଭିତରେ କ୍ଷିତିକି ବୁଝଉଛି। ଜ୍ୟୋତି ଅର୍ଥ ଯେଉଁ ମହାପୁରୁଷମାନେ ଆସିଥିଲେ, ଯେଉଁ ମହାମନୁଷ୍ୟମାନେ ଆସିଥିଲେ, ଯେଉଁ ଜ୍ୟୋତିପକ୍ଷୀମାନେ ଆସିଥିଲେ, ସେ ସୂର୍ଯ୍ୟର ଜ୍ୟୋତି ଜିନିଷ ନିଦର୍ଶନ କରିକି ଯାଇଛନ୍ତି। କ୍ଷିତି ଆଉ ଜ୍ୟୋତି, ଜ୍ୟୋତି ଆମର ସୂର୍ଯ୍ୟ ବୁଝୁଛି ମଧ୍ୟ ଜ୍ୟୋତି ଆମେ ତାକୁ ଦେଖିପାରୁଛେ ଆଉ ଅନୁଭବ ମଧ୍ୟ କରିପାରୁଛେ, କିନ୍ତୁ ଆଉ ଯେଉଁ ଗୁପ୍ତ ରହିଲା ତାକୁ ଆମେ ଅନୁଭବ କରିପାରୁନେ କି ଦେଖିପାରୁଛେ। ଆଶ୍ରମ ଶ୍ରମ କରିବା, ଶ୍ରମଦାନ ଦେବା, ଆଧ୍ୟାତ୍ମିକ ଉପରେ ଶ୍ରମଦାନ ଦେବା, ଆଶ୍ରମ କଥା ବୋଲୁଛି। এইসব ভাব নেই ভগবান প্রত্যেক শস্যকণা ଆମମାନଙ୍କ ପାଇଁ ତିଆରି କରିଛନ୍ତି। ଧାନ, ମୁଗ, ବିରି, କୋଳଥ, ଯଅ, ସୋରିଷ ଆମେ କେମିତି ଚଳିବୁ? ସୃଷ୍ଟି ତ ସେ ତିଆରି କରିଦେଲେ, କେମିତି ଆମର ଚଳିବୁ? ସେସବୁ ତାଙ୍କର ସ୍ୱଇଚ୍ଛାରେ ଦୁଃଖକ୍ୟ ଦଣ୍ଡ ଶୂନ୍ୟମାତ୍ର ଅଛି। ଭୂକକ୍ୟ ଦଣ୍ଡ ତା ଦେହରୁ ସୃଷ୍ଟି ହେଲା ଯଅ ଆଉ ସୋରିଷ। ସେ ବ୍ରହ୍ମାକୁ ବିକାଶ ଦେଲେ, ବ୍ରହ୍ମା ସେ ସୋରିଷ ଗୁଡିକ ସୃଷ୍ଟି ପାଇଁ ବଣ୍ଟନ କରି କେମିତି ଦେଇ ଚାଲିଗଲେ। ରକ୍ଷକୃତ ମଣ୍ଡଳ, ରକ୍ଷକୃତ ମଣ୍ଡଳ ବୋଲି ଆମେ ଯେଉଁ ଧାନ ଉଷୁନା ଆଉ ଅରୁଆ ଚାଉଳ ଖାଉଛେ, ତାକୁ ରକ୍ଷକୃତ ମଣ୍ଡଳରୁ ସେ ସୃଷ୍ଟି କରିଛନ୍ତି। କିଏ ନା ବ୍ରହ୍ମା ସୃଷ୍ଟି କରିଛନ୍ତି। ବ୍ରହ୍ମା ଯେତେବେଳେ ରକ୍ଷକୃତ ମଣ୍ଡଳରୁ ଧାନ ସୃଷ୍ଟି କଲେ, ସେ ଧାନ ଭରା ପତ୍ରକୁ କୌଣସି ମହାପୁରୁଷ ଦ୍ୱାରା ସେ ଆଣି ତାକୁ ବଣ୍ଟନ କରି ବୀଜ ବପନ କଲେ, ତାକୁ ରକ୍ଷକୃତ ମଣ୍ଡଳ କୁହାଯାଏ। ବୃକ୍ଷିକ ମଣ୍ଡଳ, ବୃକ୍ଷିକ ମଣ୍ଡଳର କୋଳଥ ଆସିଛି। ବୃକ୍ଷିକ ମଣ୍ଡଳରେ କୋଳଥ, ଯେ କୋଳଥ ଆମେ ଦେଖିବାକୁ ପାଉଛେ, ସେ ବୃକ୍ଷିକ ମଣ୍ଡଳ ସୃଷ୍ଟି ହେଇଛି। ଆଉ ସେଇ ମଣ୍ଡଳରୁ ଯେତେକ ଆଉ ଅଲଗା ଶସ୍ୟକଣା ରହିଲା, ସେଇ ମଣ୍ଡଳ ମଧ୍ୟ ସବୁ ସୃଷ୍ଟି ଧରା ପୃଷ୍ଠରେ କାର୍ଯ୍ୟରେ ଲାଗୁଛି। ଏସବୁ ବ୍ରହ୍ମା ତିଆରି କରି ଯାଇଛନ୍ତି। ତାକୁ ଆମେ ନିର୍ବାଚନ କାର୍ଯ୍ୟରେ ଲଗେଇବା କେମିତି ନା, ସେଇ ଯୋଉ ମଣ୍ଡଳରୁ ଶସ୍ୟକଣା ତିଆରି ହେଇଛି, ଯୋଉ ମଣ୍ଡଳରୁ ଗୁଆ ଆସିଛି, ଯୋଉ ମଣ୍ଡଳରୁ ରୁଦ୍ରାକ୍ଷ ଆସିଛି, ରୁଦ୍ରାକ୍ଷ ଆସିଛି ଉତ୍କ୍ଷିକ ମଣ୍ଡଳ। ଉତ୍କ୍ଷିକ ମଣ୍ଡଳରେ ତ ରୁଦ୍ରାକ୍ଷ ଆସିଛି, ସେଇ ଉତ୍କ୍ଷିକ ମଣ୍ଡଳରୁ ମଧ୍ୟ ମାୟା ଲାଗି ରହିଛି, ମାୟା ସବୁ ସୃଷ୍ଟି ହେଇଛି। ତାପରେ ଗୁଆ ରକ୍ଷିକ ମଣ୍ଡଳ, ରୈକ୍ଷିକ ରୈକ୍ଷିକ ମଣ୍ଡଳରେ ଗୁଆ ସୃଷ୍ଟି ହେଇଛି। ରୈକ୍ଷିକ ମଣ୍ଡଳରୁ ଦର୍ଶକମାନେ ସୃଷ୍ଟି ହେଇ ଧରାପୃଷ୍ଠରେ ଖେଳ କରୁଛନ୍ତି, ଏ ଶୂନ୍ୟ ମାର୍ଗରେ ଖେଳ କରୁଛନ୍ତି, ଯୋଉଟାକି ଆମ ଦୃଷ୍ଟିଗୋଚରକୁ ଆସୁଥାଏ। କିନ୍ତୁ ଆମେ ମାୟା ବନ୍ଧନରେ ସମସ୍ତେ ଜଡ଼ିତ ହୋଇ ରହିଛେ। ସେଇ ବିଷ୍ଣୁମାୟା ପଞ୍ଜ ଭିତରେ ସମସ୍ତେ ଜଡ଼ିତ ହୋଇ ସେ ସବୁ ଯେ ଯେଉଁ କାର୍ଯ୍ୟ କରିବା କଥା, କର୍ମ ଅନୁଯାୟୀ ଯେଉଁ ଫଳ ଭୋଗିବା କଥା, କର୍ମ ଅନୁଯାୟୀ ଯାହା ଆମର ଭାବ, ବୁଦ୍ଧି, ବିବେକ ତିଆରି ହେଇଛି, ତାକୁ ଆମେ ସେଇ ଭାବରେ ବିନିଯୋଗ କରୁଛୁ। ତେଣୁକରି ଏସବୁ ହେଉଛି ପୂଜା ନୀତିର ବିଧି। କିନ୍ତୁ ବିଷ୍ଣୁମାୟା ତାଙ୍କର ବର ମାଗିଥିଲେ ଯେ ଶେଷ ପ୍ରାଣ ଧରାପୃଷ୍ଠରେ ଯେମିତି ମୋଟ ପାଖରେ
ସବୁଗୁଡାକ ଉତ୍ସର୍ଗୀକୃତ କରାଗଲା। ଆଜିର ଆୟୋଜନ ସେଇ ଉତ୍ସର୍ଗୀକୃତ ଆୟୋଜନ ସେଗୁଡ଼ା ସବୁ ତାକୁ ଦାନ ଦେଇছে। ଆଉ ମୋର କିଛି କହିବାକୁ ନାହିଁ। जप हम पम मेंटी बजाई तो